आपको स्वागत जन आम चैनल माध्यम कहवा कि आम जहाँ कहुच्छी मोदी योगी से भारत सामान ने जो रही जो 2.5 वर्ष मिलेसन पदक भितर भारत जो अच्छा जी दायित्व नहीं जी भारत हो आम राज्य हो से अवस्था शोचनीय हम 2 वर्ष 2.5 वर्ष भितर से माने काम सर माँ विरजा जहाँ अच्छी से शासन करेंगे प्रभु निजे बलदेव रजा हे 29 बेलू से कथा को कौन कह 29 बेलू प्रभु बलदेव राजा हेनी बलदेव राजा हम हो जाकि 35 36 36 बेलू राजा हे 33 गोटे राहस तुलसा राहस अच्युतानंद महापुरुष लिखिं त्रियसादिक पंचु अंक पालन सुजने हिमगिरी उपरे युद्ध करुथिबे दमन गणे क्षेत्र बड़े दिव्य सिंह राजन गादी रे बसई अंक कटाई जान त्रियसादिक पंचु अंक पालन हिम सुजने हिमगिरी उपरे युद्ध करुथिबे दमन गणे जे 30 बाद 33 पर 36 बेलू जाकि बलदेव दिल्ली सिंहासन में बसवे। अच्छा एबे जो शासन चलती जो विरोधा का शासन हम के माँ विरोधा करी शासन माँ विरजा रथ पुरपल्ली अंचल जिते बुलब जान माँ विरजा शासन आसीगला से गोटे अच्छी दशहरा बा जहाँ कहुए गंगा दशहरा गंगा दशहरा माँ विरजा रथ पुरपल्ली अंचल बुलब अच्छी समय लगे 28 ରୁ 29 भितर जो कहूँ जो योगी भूमिका प्रधानमंत्री दायित्व नहीं बोली जना पड़ा कौन सेटा मु ग्रंथ को पचारे तार सटीक उत्तर देवी नाई। अच्छा प्रधानमंत्री अच्छा के दिन बाबू मुख्यमंत्री मोहन माझी मोहन माझी नरेंद्र मोदी शासन मिनिमम आउ 10 वर्ष वृद्ध हम वंश 10 वर्ष एपटे शासन चलु कमुनी अनेक लोग प्रधानमंत्री दायित्व दे नौना कहीं किंतु पद्म चिन्ह से नेताटी जे निर्वाचित माने बड़ कथा प्रधानमंत्री दायित्व रही किंतु दायित्व नेबे भारत। अच्छा मोहन माझी जो अच्छा ओडिशा मोहन माझी निहाती आ 3 थर निर्वाचित हेबे और 3 थर लोक कहते चेंज हो आपको थर डिफीट कर बीजेडी बोली आलोचना चलती हाँ लोक कहते समय जिते आसब प्रभुंकर दया जिते आसब जोटा कहला कार्यक्रम बाबद कहले माँ रथ गड़ से समय 27 ना अधिक नहीं 28 29 निश्चित चलो माँ राज्य तमिला राज्य हम माँ राष्ट्रपति कि भारत महिला दायित्व नहीं मुख्य भूमिका प्रधानमंत्री जने नारी आ बसवे ना नहीं नारी कथा दायित्व ने कि
ପ୍ରଧାନମନ୍ତ୍ରୀ କଥା କୁହାଯାଉଛି ଧର ମୁଖ୍ୟ ଭୂମିକା ନେଇକି ଦାୟିତ୍ୱ ନେବେ। ହଁ ମୁଖ୍ୟ ଭୂମିକାରେ ନାରୀ ଜଣେ ରହିପାରନ୍ତି ସେଇଟାକୁ ମୁଁ ନାହିଁ କରିପାରୁନି। ତାପରେ ତର୍ଜମା ନ କଲେ ମୁଁ ତମକୁ କହିପାରିବିନି, କାରଣ ଏଇଟାକୁ ସାରା ବିଶ୍ୱ ଯେମିତି ଅଭିଜ୍ଞ ଅଛନ୍ତି ରାଷ୍ଟ୍ରପତି ମାନେ ମୁଖ୍ୟ ସାରା ବିଶ୍ୱ ଏ ଚ୍ୟାନେଲରୁ ଦେଖୁଛନ୍ତି ନା। କଣଟା ମୁଁ ଭୁଲ କହିଦେବି ଯେ ପଛରେ ମୁଁ ଅସମ୍ମାନିତ ହେବି, ଶେଷ ସମୟ ଆସିକି ମୋର ହେଲାନି। ଆର ପାରିକି ଯାତ୍ରା ମୁଁ କଲିନି, ସମନ ଆସିଲାନି। ମୁଁ ଗ୍ରନ୍ଥକୁ ପ୍ରସନ୍ନ ଦେବି, ତା ଆନ୍ସର ଆସିଲେ ତା ଉତ୍ତର ମୁଁ କହିବି। ଆଜି ଆ ଭିତରେ କୁହାଯାଉଛି ବହୁତ କିଛି ସଂଯୋଗ ଭିତରେ ବହୁତ କିଛି କ୍ଷୟକ୍ଷତି ହବ ସାରା ବିଶ୍ୱ। କିନ୍ତୁ ଭାରତ ଓଡିଶା ଭିତରେ କଣ ଅଛି? ଯେମିତି ଭୂମିକମ୍ପ ଚାଲିଛି, ବର୍ତ୍ତମାନ କ୍ଷୟକ୍ଷତି ଚାଲିଛି, କ୍ଷୟକ୍ଷତି ଚାଲିବ। ଖଣ୍ଡେ ଖଣ୍ଡେ ଦେଶ ଗୁଡାକ ଖଣ୍ଡ ପ୍ରଳୟରେ ଧ୍ୱଂସ ପାଇବା। କେବଳ ଭୂମିକମ୍ପ ନା ଆଉ କଣ? ଭୂମିକମ୍ପ ହବ, ବାତ୍ୟା ହବ, ବନ୍ୟା ହବ, ଏଇ ପ୍ରକାରରେ ସବୁ ଖଣ୍ଡ ପ୍ରଳୟ ସୃଷ୍ଟି ହବ। ଅଗ୍ନିର ଦାହକ କୁହାଯାଏ କିମ୍ବା ଗାଡି ଧକ୍କା, ଟ୍ରେନ ଧକ୍କା, ସବୁ ତ ବର୍ତ୍ତମାନ ସଂହାର ବଳ ସଂହାର ଚାଲୁଛି। ପଶୁ ମାନଙ୍କର ଆତଙ୍କ ଖେଳିବ। ପଶୁ ମାନେ ତ ବୈଶାଖ ମାସରେ ଝଡ଼ ଫୁଟିଯିବ, ଆଷାଢ଼େ ମରିବେ ଗାଈ। ଜାଣିବ ବୈଶାଖ ମାସରେ ପ୍ରବଳ ବର୍ଷା ହେଲେ ଗୋରୁ ମାନଙ୍କର ବ୍ୟାଧି ଆଷାଢ଼କୁ ପ୍ରଚୁର ଧରଣର ପଳେଇ ଆସିବ। ତାହେଲେ ଏଇଭଳିଆ ଚାଲିବ। ହଁ, ଏ ଯୋଉ ଆଗକୁ ଦାୟିତ୍ୱ ନିଶ୍ଚିତ ମା ବିରଜାଙ୍କର ହବ ଏବଂ ତାଙ୍କ ରଥ ଦୁବେଠୁ ବୁଲିବ, ଜାଣିବ ଯେ ମା ବିରଜାଙ୍କର ଶାସନ ହେଲା। ସେ ସମୟ ତଥାପି 27, 28 କି 29 ଭିତରେ। ସେଇଟା 28 ରୁ 29। ଓଡିଶା ଏ ଦେଶ ବିରଜା ମଣ୍ଡଳ। ଓଡିଶାଟା କେବଳ ବିରଜା ମଣ୍ଡଳ। ଏ ବିରଜା ମଣ୍ଡଳରେ ବିପତ୍ତି ପଡିବ ଭାରି ଭାରି। ଯୋଉ କଥା ଗୁଡାକ କାନରେ ଶୁଣିଲେ ଅଙ୍ଗ ହବ ମୁଛା ପୁରୀ। 2028 ରୁ ଷ୍ଟାର୍ଟିଂ ହବ ମା ବିରଜାଙ୍କର କାର୍ଯ୍ୟକ୍ରମ। ଠିକ ଅଛି। ଏବେ ଆଜି ଯେହେତୁ ସମୟର ଇଶାରା ହେଲାଣି, ଆପଣମାନେ ଶୁଣିଥିବେ ଆଗକୁ ନିଶ୍ଚିତ 28 ରୁ 29 ଭିତରେ ଯୋଉ କୁହାଯାଉଛି 28 ରୁ ଷ୍ଟାର୍ଟ ହବ ମା ବିରଜା କାର୍ଯ୍ୟକ୍ରମ। ତା ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଶାସନ ଯୋଉ ଅଛି ଦାୟିତ୍ୱ ସେ ମଧ୍ୟ ନିଭେଇବେ। ତାପରେ ମା ବିରଜାଙ୍କ ପରେ ଯିଏ ପ୍ରଭୁ ବଳଦେବ ରଜା ହେବେ, ସେ ସମୟ ତାଙ୍କର ପରେ ହବ। ଏସବୁ ଚାଲିଛି। ଭୟାନକ ପରିସ୍ଥିତି, ବାତ୍ୟା, ବନ୍ୟା, ଭୂମିକମ୍ପ ଭିତରେ ପ୍ରଳୟ ହବ। କୋଉଠି ପ୍ଲେନ କ୍ରାସ ହେଲାଣି, କୋଉଠି ଟ୍ରେନ ଆକ୍ସିଡେଣ୍ଟ ହେଲାଣି, କୋଉଠି ସଡ଼କ ଦୁର୍ଘଟଣା ହେଲାଣି। ଏମିତି କେମିତି ମଧ୍ୟ ଏମିତି କୁହାଯାଉଛି କି ସମୁଦ୍ର ଯୋଉ ହିମୋଗ୍ଲୋବିନ ମାନେ ହେଇକି ଆମର ବରଫ ତରଳୁଛି, ସେ ମଧ୍ୟ ସମୁଦ୍ର ମାଡି ଆସୁଛି। ସେ ମଧ୍ୟ ବୈଜ୍ଞାନିକ ମତରେ ବି କୁହାଗଲାଣି ସମୁଦ୍ର ମାଡି ଆସିବ। ଦେଖନ୍ତୁ, ସମୁଦ୍ରରେ ଜଳ ପତନ ଆଉ ଯଦି 5-7 ମିଟର ଅଧିକା ହେଇଯିବ, ହେଇଗଲା ଅଟୋମେଟିକ 22 ମିନ ଖେଳିବ। ଦିନକୁ ଦିନ ତ ବରଫ ତରଳିବାରେ ଲାଗୁଛି। ବୈଜ୍ଞାନିକ କଣ କହିବ? ମହାପୁରୁଷ ମାନେ ଦୀର୍ଘ 600 ବର୍ଷ ପୂର୍ବରୁ ଲେଖି ଦେଇ ଯାଇଛନ୍ତି। ଖସୁଛି ଗୋଟେ ବିରାଟ ଧରଣର, ସେ କେତେବେଳେ ମାଡ ହବ। ସବୁ ଗ୍ରହକୁ ଗ୍ରହ ସବୁ ଯେ ଧକ୍କା ଖାଇବେ, ରହିପାରିବେନି। 9ଟି ଯାକ ଗ୍ରହ ଗୋଟାଏ ସରଳ ରେଖାରେ ରହିବେ, ଗୋଟାଏ ସରଳ ରେଖାରେ ରହିବେ। ସେ 9ଟି ଯାକ ଗ୍ରହ ଯେ ପାସ କରିବାକୁ ଦୀର୍ଘ 7 ଦିନ ଲାଗିବ। ସେଇ 7 ଦିନ ଅନ୍ଧକାର ହବ। ଦିନ ଯେ ସୂର୍ଯ୍ୟଙ୍କର ଆଲୋକ ଦେଖିବାକୁ ପାଇପାରିବେନି। 7 ରାତି କେବେ ହବ ବୋଲି କୁହା?
হব নিকট ভবিষ্যତରେ ଅଛି ଆଗକୁ ହବ। ସେ ଯୋଉ ଯେତେବେଳେ ଯୋଉ ସମୟଟା ଯୋଉ କହୁଛନ୍ତି ମା ବିରଜାଙ୍କର ଶାସନ ଚାଲିଛି ହଁ ସେ 27-28 ଭିତରେ ହେଇଯିବାର ତାହେଲେ ଏଇଭଳି ପରିସ୍ଥିତିରେ ଆଗକୁ ଅଛି ଅନ୍ଧକାର 7 ଦିନ ହବ। ଯୋଉ ଭୈରବୀ ରଡି କଥା କୁହାଯାଏ ଏପଟର ମା ବିରଜାଙ୍କର ଯୋଉ ଶବ୍ଦ ସେ ଯାଜପୁର ସାଇଡରେ ସବୁବେଳେ ଏଇ ଶୁଣନ୍ତୁ ଭୈରବୀ ଅନେକ ଜାଗାରେ ଅଛନ୍ତି ଭୁବନେଶ୍ୱରରେ ଅଛନ୍ତି। ଭୁବନେଶ୍ୱର ନିକଟରେ ଗୋଟିଏ ଅଛି କହ୍ନେଇଗଡ଼ ସାରଙ୍ଗନାଥଙ୍କର ସେଠି 22ଟି ପଉଟି ଅନ୍ନ ଭୋଗ ଦିଆଯାଉଛି ସାରଙ୍ଗନାଥକୁ। ସେଠି ଅଛି ଏକ ଭୋଜି ଏକ ପାରି ଭୈରବୀ ସାରଙ୍ଗୀ ଯୋଉ ହଁ ଏଣେ କଳକଳାଗଡ଼ରେ ଅଛି ମା ଭୈରବୀ। ଏଣେ ପାଗା ପୁରୁଷୋତ୍ତମପୁର ଅଛି ମା ଭୈରବୀ ଯେ ଉତ୍ତର ମୁଖା କାଳୀ। ଏ ସବୁ ଗୋଟାଇ ସ୍ୱରରେ ଡାକ ଦେବେ। ସେ ବି ସେଇ ସମୟ ସେ ନିର୍ଦ୍ଧାରଣ ଅଛି ବାସୁଆ ବଳଦ ମା ବିରଜାଙ୍କୁ ସେତେବେଳେ ସୁମରଣା କରିବ। ମହାଦେବଙ୍କର ଯିଏ ବୃଷଭ ସେ ହେଲେ ସାକ୍ଷାତ ନନ୍ଦିକେଶ୍ୱର। ସେ ମା ବିରଜାଙ୍କୁ ସେତେବେଳେ ଚିନ୍ତା କରିବେ ସୁମରଣା କରିବେ। ଭୟାନକ ପରିସ୍ଥିତି। ହଁ ଏ ନିର୍ଘାତ ଗୋଟିଏ ହବ ରାତ୍ର ଅଧେରେ କଣଟା ଯୋଉ ଶବ୍ଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ